ହ୍ୟାଲୋ ଭାଇମାନେ, ତ ଫାଇନାଲ ଜଷ୍ଟ ଏବେ ଆଉ ଗୋଟେ ନୂଆ ଭିଡିଓ ଆସିଗଲେ। ଜଷ୍ଟ ଏବେ ମୁଁ ବାହାରକୁ ଯାଇଥିଲି। ବର୍ତ୍ତମାନ ଜାଣିଥିବେ ତ ଆଜି ଆଜି ଆମର ଛୁଟି ଥିଲା ଭାଇ। ଛୁଟି ଥିବ ମୁଁ ଆଇସ୍କ୍ରିମ ଖାଇବିନି, ଏଟା ହେଇପାରିବ ନା, ଏଟା ଇମ୍ପସିବୁଲ। ମୁଁ ୱିକଲି ଅଫ୍ ଥିବ ଆଉ ମୁଁ ଆଇସ୍କ୍ରିମ ଖାଇବିନି, ଏଟା ଇମ୍ପସିବୁଲ। ଯାଇଥିଲି ବାହାରକୁ, ଗୋଟେ ଖାଇସାରିଥିଲି ନା, ଆଉ ଗୋଟେ ଖାଇ ଖାଇକି ଚାଲୁଛି ଆଉ। ଗୋଟେ ଆଇଟମ ତ କିଛି ହୁଏ, ଦିଟା ଖାଇବା ପାଇଁ ପଡେ। ଆଉ କିଛି କେକ୍ ବି ନେଇକି ଚାଲୁଛି, ଯାଇକି ରୁମ ର ଖାଇବି। ଆଉ ଆପଣ ମାନେ କେମିତି କଣ ଅଛନ୍ତି, ଟିକେ କମେଣ୍ଟ କରି ଜଣାନ୍ତୁ। ତ ଆଇସ୍କ୍ରିମ ସରିଗଲା ବେଳକୁ ଭାରି ଖରାପ ହଉଛି। ଆଇସ୍କ୍ରିମ ଯେତେ ମୁଁ ଏତେ ଖାଇବି, ସରିଲା ଭାରି ବାଧୁଛି ଆଇସ୍କ୍ରିମ ସରିବାକୁ। ଦେଖିବା ରୁମ ଯାଇକି କଣ ହଉଛି କି ନାହିଁ। ଫାଇନାଲ କିଛି ସମୟ କଷ୍ଟ ପରେ ଜଷ୍ଟ ମୁଁ ରୁମ ରେ ପହଞ୍ଚିଗଲି। ପାଣି ଟା ପିଇମି ଭାବୁଛି, ପାଣି ପିଇମିନି ଭାବୁଛି। ବର୍ତ୍ତମାନ ପାଣି ପିଇଦେଲେ କଥା ଖରାପ ହବ, କାହିଁକିନା ଇଏ କରିଯାଇଛି ନା। ଆଇସ୍କ୍ରିମ ଖାଇଲି, ପାଣି ପିଇବା କଥା। ଆଇସ୍କ୍ରିମ ଖାଇକି ପାଣି ପିଇବା କଥା ନୁହେଁ। କିଏ କହିଛି କେଜାଣି, କିନ୍ତୁ ଆଇସ୍କ୍ରିମ ଖାଇକି ପାଣି ପିଇବା କଥା ନୁହେଁ, ସେଇଟା ମୁଁ ଜାଣିଛି। ବର୍ତ୍ତମାନ ରୁମରେ ତ ଆମର କେହି ନାହାନ୍ତି, ମୁଁ ଏବେ ଏକା ଅଛି। ସବୁ ଘରକୁ ଯାଇଛନ୍ତି। ଅଛି, ଫ୍ୟାନ୍ ଫ୍ୟାନ୍ ଦେଇଦେବି, ଶୋଇମି ଆରାମସେ ଆଉ। କାଲି ମୋ ଫାର୍ଷ୍ଟ ସିଫ୍ଟ ଅଛି। ଦେନ୍ ଭାବୁଛି ଖାଇଦେଇକି, କେକ୍ ଆଣିଛି ଖାଇଦେମି, ଖାଇଦେଇକି ଶୋଇ ପଡିମି।